ଅନେକ ବର୍ଷ ପୂର୍ବେ ଧର୍ମନଗର ନାମକ ଏକ ସମୃଦ୍ଧ ରାଜ୍ୟରେ ଜଣେ ଅତି ନ୍ୟାୟୀ ରାଜା ରାଜୁତି କରୁଥିଲେ, ଯାହାଙ୍କ ଦରବାରରେ କେହି କେବେ ଅନ୍ୟାୟର ଶିକାର ହେଉନଥିଲେ। ଦିନେ ଦୁଇ ଜଣ ବ୍ୟକ୍ତି ଗୋଟିଏ ସୁନା ମୁଣିକୁ ନେଇ ଦରବାରରେ ପହଞ୍ଚିଲେ, ଯେଉଁଥିରେ 100ଟି ମୋହର ଥିଲା। ପ୍ରଥମ ବ୍ୟକ୍ତି ଜଣକ କହିଲେ ଯେ ସେଇ ମୁଣିଟି ରାସ୍ତାରେ ପାଇଛନ୍ତି, କିନ୍ତୁ ଦ୍ୱିତୀୟ ବ୍ୟକ୍ତି ଜଣକ ଦାବି କଲେ ଯେ ସେଇଟା ତାଙ୍କର। ରାଜା ଦ୍ୱିତୀୟ ବ୍ୟକ୍ତିଙ୍କୁ ପଚାରିଲେ, ତୁମ ମୁଣିରେ କେତୋଟି ମୋହର ଥିଲା? ସେ ବ୍ୟକ୍ତି ଜଣକ ଅତି ଲୋଭୀ ଥିଲେ। ସେ ଭାବିଲେ ଯେ ଯଦି ସେ ଅଧିକ କହିବେ ତେବେ ହୁଏତ ରାଜା ତାଙ୍କୁ ଅଧିକ ଧନ ଦେବେ। ତେଣୁ ସେ କହିଲେ, ମହାରାଜ, ମୋ ମୁଣିରେ 200 ମୋହର ଥିଲା। ରାଜା ମୁଣିଟିକୁ ଖୋଲି ଦେଖିଲେ, ସେଥିରେ ମାତ୍ର 100ଟି ମୋହର ଅଛି। ରାଜା ସାଙ୍ଗେ ସାଙ୍ଗେ ସେହି ବ୍ୟକ୍ତିଙ୍କ ମିଛ ଧରିପାରିଲେ ଏବଂ ଏକ ଚମତ୍କାର ନିଷ୍ପତ୍ତି ଶୁଣାଇ କହିଲେ, ଯେହେତୁ ତୁମ ମୁଣିରେ 200 ମୋହର ଥିଲା ଏବଂ ସେଥିରେ ମାତ୍ର 100ଟି ଅଛି, ଏହାର ଅର୍ଥ ମୁଣିଟି ତୁମର ନୁହେଁ। ତେଣୁ ଏହି ମୁଣିଟିକୁ ଯେଉଁ ବ୍ୟକ୍ତି ପାଇଛନ୍ତି ତାଙ୍କୁ ଏହି ପୁରସ୍କାର ସ୍ୱରୂପ ଦିଆଯାଉ ଏବଂ ତୁମେ ତୁମର 200 ମୋହର ଥିବା ମୁଣିଟିକୁ ଅନ୍ୟ କେଉଁଠି ଖୋଜ। ଲୋଭୀ ବ୍ୟକ୍ତି ଜଣକ ନିଜ ଭୁଲ ବୁଝିପାରିଲେ ଏବଂ ଅନୁତାପ କଲେ, କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ଲୋଭ ମଣିଷର ବିବେକକୁ ନଷ୍ଟ କରିଦିଏ ଏବଂ ସତ୍ୟବାଦିତା ହିଁ ସବୁବେଳେ ଜୟଯୁକ୍ତ ହୋଇଥାଏ। ଅନେକ ଶତାବ୍ଦୀ ପୂର୍ବେ କଳିଙ୍ଗ ବନ୍ଦରରୁ ବିକ୍ରମ ନାମକ ଜଣେ ସାହସୀ ନାବିକ ନିଜର ବିଶାଳ ଜାହାଜ ଗରୁଡ଼କୁ ନେଇ ଅଜ୍ଞାତ ଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସମୁଦ୍ର ମଝିରେ ଏକ ଭୟଙ୍କର ତୋଫାନ ଆସିଲା ଏବଂ ବିକ୍ରମଙ୍କ ଜାହାଜଟି ବାଟ ହୁଡ଼ି ଏକ ଏପରି ସ୍ଥାନରେ ପହଞ୍ଚିଗଲା ଯେଉଁଠାରେ ସବୁଆଡ଼େ କେବଳ କୁହୁଡ଼ି ଭରି ରହିଥିଲା। ହଠାତ୍ ସେ ଦୂରରେ ଏକ ଚମତ୍କାର ଆଲୋକ ଦେଖିଲେ, ଯାହା ଏକ ପୁରାତନ ଦ୍ୱୀପଘରୁ ଆସୁଥିଲା। ବିକ୍ରମ ସେଠାରେ ପହଞ୍ଚିବା ପରେ ଦେଖିଲେ ଯେ ସେହି ଦ୍ୱୀପଘରର ରକ୍ଷକ ଜଣେ ଅତି ବୃଦ୍ଧ ବ୍ୟକ୍ତି, ଯିଏ ଶହ ଶହ ବର୍ଷ ଧରି ସେଠାରୁ ଏକାକୀ ରହିଛନ୍ତି। ବୃଦ୍ଧ ଜଣକ କହିଲେ, ଏହି ଦ୍ୱୀପଘରର ଆଲୋକ କେବଳ ସେମାନଙ୍କୁ ଦେଖାଯାଏ ଯେଉଁମାନଙ୍କ ମନରେ ସାହସ ସହ ସତ୍ୟତା ଥାଏ। ତୁମେ ଯଦି ନିଜ ଦେଶକୁ ଫେରିବାକୁ ଚାହୁଁଛ, ତେବେ ତୁମକୁ ଏହି ସମୁଦ୍ରର ସବୁଠାରୁ ବଡ଼ ରହସ୍ୟ ଶାନ୍ତିର ମୋତି ଖୋଜିବାକୁ ପଡ଼ିବ। ବିକ୍ରମ ସେହି ଦ୍ୱୀପଘରର ପଛରେ ଥିବା ଏକ ଗୁପ୍ତ ଗୁମ୍ଫା ମଧ୍ୟରେ ପ୍ରବେଶ କଲେ ଏବଂ ସେଠାରେ ଅନେକ ବିପଦର ସାମ୍ନା କରି ଶେଷରେ ସେହି ମୋତିକୁ ପାଇଲେ। କିନ୍ତୁ ସେହି ମୋତିଟିକୁ ଛୁଇଁବା ମାତ୍ରେ ସେ ଅନୁଭବ କଲେ ଯେ ସେଥିରେ କୌଣସି ଯାଦୁ ନାହିଁ, ବରଂ ତାହା ମଣିଷକୁ ନିଜ ଭିତରରୁ ଶକ୍ତିକୁ ଚିହ୍ନିବା ପାଇଁ ଏକ ମାଧ୍ୟମ ମାତ୍ର। ବିକ୍ରମ ନିଜ ସହରକୁ ଫେରି ଆସିଲେ ଏବଂ ସେହି ଅଭିଜ୍ଞତାକୁ ବ୍ୟବହାର କରି ଜଣେ ମହାନ ନେତା ଭାବେ ସମସ୍ତଙ୍କୁ ବାଟ ଦେଖାଇଲେ। ଏହି ଦୀର୍ଘ କାହାଣୀ ଆମକୁ ଶିକ୍ଷା ଦିଏ ଯେ ଅନ୍ଧକାରର ସମୟରେ ମଧ୍ୟ ଯଦି ଆମେ ନିଜ ଲକ୍ଷ୍ୟ ପ୍ରତି ସ୍ଥିର ରହିବା, ତେବେ ଜ୍ଞାନର ଆଲୋକ ଆମକୁ ସଠିକ୍ ପଥ ପ୍ରଦର୍ଶନ କରିବ। ପ୍ରାଚୀନ କାଳରେ ଗନ୍ଧମାର୍ଦ୍ଦନ ପାହାଡ଼ର ଏକ ପାଦଦେଶରେ ଶାନ୍ତନୁ ନାମକ ଜଣେ ଦୟାଳୁ ଶିକାର ବାସ କରୁଥିଲେ, ଯେ ଶିକାର କରିବା ଅପେକ୍ଷା ଜଙ୍ଗଲର ପଶୁପକ୍ଷୀଙ୍କ ସେବା କରିବାରେ ଅଧିକ ଆନନ୍ଦ ପାଉଥିଲେ। ଦିନେ ସେ ଜଙ୍ଗଲର ଗଭୀର ଅଞ୍ଚଳକୁ ଯାଇଥିବା ବେଳେ ଏକ ଚମତ୍କାରୀ ସୁନା ରଙ୍ଗର ହରିଣ ଦେଖିଲେ, ଯାହାର ଆଖିରୁ ଏକ ଦିବ୍ୟ ଆଲୋକ ବାହାରୁଥିଲା। ସେହି ହରିଣଟି ଏକ ବିଷାକ୍ତ କଣ୍ଟା ବୁଦାରେ ଫସିଯାଇଥିଲା ଏବଂ ଯନ୍ତ୍ରଣାରେ ଛଟପଟ ହେଉଥିଲା। ଶାନ୍ତନୁ ନିଜ ଜୀବନକୁ ପଛରେ ପକାଇ ସେହି କଣ୍ଟାବୁନ୍ଦା ଭିତରକୁ ପଶିଗଲେ ଏବଂ ଅତି ସନ୍ତର୍ପଣରେ ହରିଣଟିକୁ ମୁକ୍ତ କଲେ। ହରିଣଟି ମୁକ୍ତ ହେବା ମାତ୍ରେ ଏକ ମାୟାବୀ ପୁରୁଷର ରୂପ ଧାରଣ କଲା ଏବଂ କହିଲା, ହେ ଶାନ୍ତନୁ, ମୁଁ ଏହି ଜଙ୍ଗଲର ରକ୍ଷକ। ତୁମର ଏହି ନିଃସ୍ୱାର୍ଥପର ଦୟା ଦେଖି ଅତ୍ୟନ୍ତ ପ୍ରସନ୍ନ। ତେଣୁ ମୁଁ ତୁମକୁ ଏକ ଏପରି ଜ୍ଞାନ ଦେବି ଯାହାଦ୍ୱାରା ତୁମେ ଗଛଲତାଙ୍କୁ ବୁଝିପାରିବ ଏବଂ ସେମାନଙ୍କ ସାହାଯ୍ୟରେ ରୋଗୀଙ୍କୁ ସୁସ୍ଥ କରିପାରିବ। ସେହି ଦିନଠାରୁ ଶାନ୍ତନୁ ଜଣେ ବଡ଼ ବୈଦ୍ୟ ପାଲଟିଗଲେ ଏବଂ ଜଙ୍ଗଲର ଜଡ଼ିବୁଟି ସାହାଯ୍ୟରେ ହଜାର ହଜାର ଲୋକଙ୍କୁ ଜୀବନ ରକ୍ଷା କଲେ। ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ଯେତେବେଳେ ଆମେ କୌଣସି ଜୀବ ପ୍ରତି ଦୟା ଦେଖାଉ, ସେତେବେଳେ ପ୍ରକୃତି ମଧ୍ୟ ଆମକୁ ପୁରସ୍କାର ସ୍ୱରୂପ ଅନେକ ସୁଯୋଗ ଓ ସଫଳତା ପ୍ରଦାନ କରିଥାଏ। ପ୍ରାଚୀନ କାଳରେ କଳିଙ୍ଗ ଦେଶରେ ବିକ୍ରମ ନାମକ ଜଣେ ବହୁତ ଜ୍ଞାନୀ ଏବଂ ଶାନ୍ତିପ୍ରିୟ ରାଜା ରାଜୁତି କରୁଥିଲେ। ତାଙ୍କର ଏକମାତ୍ର ପୁତ୍ର ଆଦିତ୍ୟ ବହୁତ ବୁଦ୍ଧିମାନ ଥିଲେ। ଯେତେବେଳେ ଆଦିତ୍ୟଙ୍କୁ ରାଜ୍ୟଭାର ହସ୍ତାନ୍ତର କରିବାର ସମୟ ଆସିଲା, ରାଜା ଚାହିଁଲେ ଯେ ତାଙ୍କ ପୁଅ କେବଳ ବୀର ନୁହେଁ, ବରଂ ଜଣେ ଧୈର୍ଯ୍ୟବାନ ଏବଂ ବିଚକ୍ଷଣ ବ୍ୟକ୍ତି ହୁଅନ୍ତୁ। ରାଜା ଆଦିତ୍ୟଙ୍କୁ ଡାକି କହିଲେ, ପୁଅ, ରାଜଗାଦିରେ ବସିବା ପୂର୍ବରୁ ମୁଁ ତୁମକୁ ଦୂର ପାହାଡ଼ ଉପରେ ଥିବା ଏକ ପୁରୁଣା ମନ୍ଦିରରୁ ଏକ ପବିତ୍ର ଦୀପ ନେଇ ଆସିବାକୁ ହେବ। କିନ୍ତୁ ମନେ ରଖ,
ବାଟରେ ତୁମକୁ 3ଟି ବଡ଼ ପରୀକ୍ଷାର ସାମ୍ନା କରିବାକୁ ପଡ଼ିବ। ଆଦିତ୍ୟ ଯାତ୍ରା ଆରମ୍ଭ କଲେ। କିଛି ବାଟ ଗଲା ପରେ ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କୁ ବିନା କାରଣରେ ଗାଳିଗୁଲଜ କରିବାକୁ ଲାଗିଲେ ଏବଂ ତାଙ୍କ ଉପରକୁ କାଦୁଅ ଫିଙ୍ଗିଲେ। ରାଜକୁମାର ଚାହିଁଥିଲେ ତାଙ୍କୁ ଦଣ୍ଡ ଦେଇପାରିଥାନ୍ତେ, କିନ୍ତୁ ସେ ଶାନ୍ତ ରହିଲେ। ସେ ମୁରକି ହସି କହିଲେ, ମଉସା, ମୋର କିଛି ଭୁଲ ଥିଲେ କ୍ଷମା କରିଦେବେ। ସେହି ବୃଦ୍ଧ ଜଣକ ପ୍ରକୃତିରେ ଜଣେ ଛଦ୍ମବେଶୀ ମନ୍ତ୍ରୀ ଥିଲେ। ସେ ରାଜକୁମାରଙ୍କ ଧୈର୍ଯ୍ୟ ଦେଖି ଖୁସି ହୋଇଗଲେ। ପାହାଡ଼ ପାଖରେ ପହଞ୍ଚିବା ବେଳକୁ ଆଦିତ୍ୟ ଦେଖିଲେ ଜଣେ ଗରିବ ବାଲକ ଭୋକରେ କାନ୍ଦୁଛି। ରାଜକୁମାରଙ୍କ ପାଖରେ ନିଜ ପାଇଁ ଖୁବ୍ କମ୍ ଖାଦ୍ୟ ଥିଲା। ସେ ନିଜେ ନ ଖାଇ ସମସ୍ତ ଖାଦ୍ୟ ସେହି ବାଲକକୁ ଦେଇଦେଲେ। ସେଠାରେ ତାଙ୍କର ଦୟାଳୁ ମନୋଭାବର ପରୀକ୍ଷା ହେଲା। ଶେଷରେ ସେ ମନ୍ଦିରରେ ପହଞ୍ଚିଲେ। ସେଠାରେ ଦୀପଟି ଏକ ଅନ୍ଧାରୁଆ କୋଠରୀରେ ରଖାଯାଇଥିଲା, ଯେଉଁଠାରେ ଚାରିଆଡ଼େ ସୁନା, ରୂପା ଓ ହୀରା ନୀଲା ବିଛା ଯାଇଥିଲା। ଅନେକ ଲୋକ ସେହି ଧନ ଦେଖି ମୋହିତ ହୋଇ ଦୀପ କଥା ଭୁଲି ଯାଉଥିଲେ, କିନ୍ତୁ ଆଦିତ୍ୟ ଅନ୍ୟ କୁଆଡ଼େ ନ ଚାହିଁ ସିଧା ସେହି ମାଟି ଦୀପଟାକୁ ଉଠାଇ ନେଲେ। ରାଜକୁମାର ରାଜଭବନକୁ ଫେରିବା ପରେ ରାଜା ବହୁତ ଖୁସି ହେଲେ। ସେ କହିଲେ, ଯିଏ ନିଜର କ୍ରୋଧ, ଲୋଭ ଓ ମୋହକୁ ଜିତିପାରେ ସେ ପ୍ରକୃତ ରାଜା ହେବାର ଯୋଗ୍ୟ। ଆଦିତ୍ୟକୁ ରାଜା ଭାବେ ଘୋଷଣା କରାଗଲା ଏବଂ ସେ ଜଣେ ଆଦର୍ଶ ଶାସକ ଭାବେ ଖ୍ୟାତି ଅର୍ଜନ କଲେ। ଶିକ୍ଷା: ଜୀବନର ପ୍ରତିଟି ପରୀକ୍ଷାରେ ସଫଳ ହେବାକୁ ହେଲେ ଧୈର୍ଯ୍ୟ, ଦୟା ଏବଂ ନିଜ ଲକ୍ଷ୍ୟ ପ୍ରତି ଏକାଗ୍ରତା ରହିବା ନିହାତି ଆବଶ୍ୟକ। ବ୍ଲାକ୍ ହୋଲ୍ ଏବଂ ବ୍ରହ୍ମାଣ୍ଡର ମୃତ୍ୟୁଜାଲ। ବ୍ରହ୍ମାଣ୍ଡର ସବୁଠାରୁ ରହସ୍ୟମୟ ବସ୍ତୁ ହେଉଛି ବ୍ଲାକ୍ ହୋଲ୍ ବା କୃଷ୍ଣ ଗର୍ତ୍ତ, ଯାହା ଏମିତି ଏକ ସ୍ଥାନ ଯେଉଁଠାରେ ମାଧ୍ୟାକର୍ଷଣ ଶକ୍ତି ଏତେ ପ୍ରବଳ ଯେ ସେଠାରୁ ଆଲୋକ ମଧ୍ୟ ବାହାରକୁ ଆସିପାରେ ନାହିଁ। ଯେତେବେଳେ ଏକ ବିଶାଳକାୟ ତାରାର ମୃତ୍ୟୁ ହୁଏ ଏବଂ ତାହା ନିଜ ଭିତରେ ସଙ୍କୁଚିତ ହୋଇଯାଏ, ସେତେବେଳେ ଏକ ବ୍ଲାକ୍ ହୋଲ୍ ସୃଷ୍ଟି ହୁଏ। ଏହାର ଚାରିପଟେ ଏକ ସୀମା ରହିଥାଏ, ଯାହାକୁ ଇଭେଣ୍ଟ ହୋରାଇଜନ୍ ବୋଲି କୁହାଯାଏ। ଯଦି କୌଣସି ବସ୍ତୁ ବା ଜୀବ ଏହି ସୀମା ଅତିକ୍ରମ କରେ, ତେବେ ତାର ଫେରିବା ପାଇଁ ସମସ୍ତ ରାସ୍ତା ବନ୍ଦ ହୋଇଯାଏ। ବ୍ଲାକ୍ ହୋଲ୍ ଭିତରେ ସିଙ୍ଗୁଲାରିଟି ନାମକ ଏକ ବିନ୍ଦୁ ଥାଏ, ଯେଉଁଠାରେ ଗୁରୁତ୍ୱାକର୍ଷଣ ଅନନ୍ତ ହୋଇଥାଏ ଏବଂ ଆମେ ଜାଣିଥିବା ପଦାର୍ଥ ବିଜ୍ଞାନର କୌଣସି ନିୟମ ସେଠାରେ କାମ କରେ ନାହିଁ। ଆଶ୍ଚର୍ଯ୍ୟର କଥା ହେଉଛି ଯେ ବ୍ଲାକ୍ ହୋଲ୍ ପାଖରେ ସମୟ ମଧ୍ୟ ଧୀର ଗତି କରେ। ଯଦି ଆପଣ ଏକ ବ୍ଲାକ୍ ହୋଲ୍ ଚାରିପଟେ କିଛି ସମୟ ବୁଲି ପୃଥିବୀକୁ ଫେରିବେ, ତେବେ ହୁଏତ ପୃଥିବୀରେ ଶହ ଶହ ବର୍ଷ ଅତିବାହିତ ହୋଇସାରିଥିବ। ବ୍ଲାକ୍ ହୋଲ୍ର ଶକ୍ତି ଏତେ ଅଧିକ ଯେ ଏହା ଗୋଟିଏ ଗୋଟିଏ ଗ୍ୟାଲେକ୍ସିକୁ ମଧ୍ୟ ଭିତରକୁ ଟାଣି ନେଇପାରେ। ବୈଜ୍ଞାନିକମାନଙ୍କ ବିଶ୍ୱାସ କରନ୍ତି ଯେ ଆମର ଗ୍ୟାଲେକ୍ସି ଆକାଶଗଙ୍ଗାର କେନ୍ଦ୍ରରେ ମଧ୍ୟ ସାଜିଟେରିୟସ୍ ଏ ନାମକ ଏକ ବିଶାଳକାୟ ସୁପରମାସିଭ୍ ବ୍ଲାକ୍ ହୋଲ୍ ରହିଛି। ଏହା କେବଳ ବସ୍ତୁକୁ ଗ୍ରାସ କରେ ନାହିଁ, ବରଂ ଏଥିରୁ ଅତ୍ୟଧିକ ଶକ୍ତିଶାଳୀ ଏକ୍ସ-ରେ ଏବଂ ଗାମା-ରେ ବିକିରଣ ମଧ୍ୟ ବାହାରିଥାଏ। କିଛି ବୈଜ୍ଞାନିକ ମତ ଦିଅନ୍ତି ଯେ ବ୍ଲାକ୍ ହୋଲ୍ ହୁଏତ ଅନ୍ୟ ଏକ ବ୍ରହ୍ମାଣ୍ଡକୁ ଯିବାର ଦ୍ୱାର ବା ହ୍ୱାଇଟ୍ ହୋଲ୍ର ଆରମ୍ଭ ହୋଇଥାଇପାରେ। ଯଦି କୌଣସି ମଣିଷ ବ୍ଲାକ୍ ହୋଲ୍ ଭିତରକୁ ଯାଏ, ତେବେ ତାର ଶରୀର ଏତେ ସ୍ପାଷ୍ଟିକ ଭଳି ଲମ୍ବା ହୋଇଯିବ ଆଉ ଚିରିଯିବ, ଯାହାକୁ ସ୍ପାକ୍ଟିଭିସନ୍ କୁହାଯାଏ। ଏହି ରହସ୍ୟକୁ ବୁଝିବା ପାଇଁ ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ 2019ରେ ଏକ ବ୍ଲାକ୍ ହୋଲ୍ର ପ୍ରକୃତ ଛବି ଉତ୍ତୋଳନ କରିବାରେ ସଫଳ ହୋଇଥିଲେ, ଯାହା ପ୍ରମାଣ କଲା ଯେ ଆଇନଷ୍ଟାଇନଙ୍କ ସିଦ୍ଧାନ୍ତ ସତ୍ୟ ଥିଲା। ବ୍ଲାକ୍ ହୋଲ୍ର ଅସ୍ତିତ୍ୱ ଆମକୁ ଏହା ମନେ ପକାଇ ଦିଏ ଯେ ବ୍ରହ୍ମାଣ୍ଡରେ ଏମିତି ଅନେକ ଶକ୍ତି ଅଛି ଯାହା ଆମ କଳ୍ପନାଠାରୁ ମଧ୍ୟ ଅଧିକ ଭୟଙ୍କର ଏବଂ ଆକର୍ଷଣୀୟ। ଏଲିଏନ୍ ଏବଂ ବ୍ରହ୍ମାଣ୍ଡର ଅନ୍ୟ ଜୀବ। ବ୍ରହ୍ମାଣ୍ଡ ଏତେ ବିଶାଳ ଯେ ଏଥିରେ ଅରବ ଅରବ ଗ୍ୟାଲେକ୍ସି ଏବଂ ଲକ୍ଷ ଲକ୍ଷ କୋଟି ଗ୍ରହ ଅଛନ୍ତି। ତେଣୁ ଏହା ବିଶ୍ୱାସ କରିବା କଷ୍ଟକର ଯେ କେବଳ ପୃଥିବୀରେ ହିଁ ଜୀବନ ଅଛି ଏବଂ ବୈଜ୍ଞାନିକମାନଙ୍କ ମତରେ ଯଦି କୌଣସି ଗ୍ରହରେ ଜଳ ଏବଂ ସଠିକ୍ ତାପମାତ୍ରା ଥାଏ, ତେବେ ସେଠାରେ ଜୀବନ ସୃଷ୍ଟି ହେବାର ସମ୍ଭାବନା ଅଧିକ, ଯାହାକୁ ଗୋଲ୍ଡିଲକ୍ସ ଜୋନ୍ କୁହାଯାଏ। ଆମେ ଅନେକ ସମୟରେ UFO ବା ଉଡ଼ନ୍ତା ଥାଳିଆ ବିଷୟରେ ଶୁଣିବାକୁ ପାଉ ଏବଂ ଆମେରିକାର ଏରିଆ 51 ଭଳି ସ୍ଥାନକୁ ନେଇ ଅନେକ ରହସ୍ୟମୟ କାହାଣୀ ପ୍ରଚଳିତ ଅଛି, ଯେଉଁଠାରେ ଦାବି କରାଯାଏ ଯେ ସରକାର ଏଲିଏନ୍ଙ୍କ ଉପରେ ଗବେଷଣା କରୁଛନ୍ତି। ପୁଣି ଯଦି ଆମେ ବୈଜ୍ଞାନିକ ଦୃଷ୍ଟିକୋଣରେ ଦେଖିବା, ତେବେ
ଫର୍ମି ପାରାଡକ୍ସ ଏକ ବଡ଼ ପ୍ରଶ୍ନ ଛିଡ଼ା କରେ ଯେ ଯଦି ବ୍ରହ୍ମାଣ୍ଡରେ ଏଲିଅନ୍ ଅଛନ୍ତି ତେବେ ସେମାନେ ଏପର୍ଯ୍ୟନ୍ତ ଆମ ସହ ଯୋଗାଯୋଗ କାହିଁକି କରିନାହାନ୍ତି? ହୋଇପାରେ ସେମାନେ ଆମଠାରୁ ଅନେକ ଗୁଣ ଅଧିକ ଉନ୍ନତ ଏବଂ ଆମକୁ ଏକ ଚିଡ଼ିଆଖାନାର ଜୀବ ବୋଲି କେବଳ ନିରୀକ୍ଷଣ କରୁଛନ୍ତି। କିମ୍ବା ସେମାନେ ଏତେ ଦୂରରେ ଅଛନ୍ତି ଯେ ସେମାନଙ୍କ ସଂକେତ ଆମ ପାଖରେ ପହଞ୍ଚିବା ପାଇଁ ହଜାର ହଜାର ବର୍ଷ ସମୟ ଲାଗୁଛି। ନାସାର କେପ୍ଲର ମିଶନ ମାଧ୍ୟମରେ ଅନେକ ଏମିତି ଗ୍ରହ ମିଳିଛି ଯାହା ଦେଖିବାକୁ ପୁରା ପୃଥିବୀ ଭଳି, ଯେମିତିକି କେପ୍ଲର 452b ଯେଉଁଠାରେ ଜୀବନ ଥାଇପାରେ ବୋଲି ଅନୁମାନ କରାଯାଉଛି। କେବଳ ସେତିକି ନୁହେଁ, ଆମ ସୌରମଣ୍ଡଳରେ ଥିବା ବୃହସ୍ପତି, ଚନ୍ଦ୍ର ଓ ୟୁରୋପା ଏବଂ ଶନି ଚନ୍ଦ୍ର ଏନସେଲାଡସ୍ ବରଫ ସ୍ତର ତଳ ବିଶାଳ ସମୁଦ୍ର ରହିଛି ଯେଉଁଠାରେ ସୂକ୍ଷ୍ମ ଜୀବ ଥାଇପାରନ୍ତି। ଏଲିଅନଙ୍କ ଉପରେ କେବଳ ସିନେମା ଭଳି ହୋଇନପାରେ, ବରଂ ସେମାନେ ମାନସିକ ଶକ୍ତି ବା କୌଣସି ଭିନ୍ନ ଗ୍ୟାସ୍ ମାଧ୍ୟମରେ ବଞ୍ଚୁଥିବା ପ୍ରାଣୀ ମଧ୍ୟ ହୋଇପାରନ୍ତି। ତେଣୁ ଯଦି କେବେ ଏଲିଅନ୍ ସହ ଆମର ସାକ୍ଷାତ ହୁଏ ତେବେ ତାହା ମାନବ ଇତିହାସର ସବୁଠାରୁ ବଡ଼ ଘଟଣା ହେବ ଏବଂ ଏହା ଆମର ଧର୍ମ, ବିଜ୍ଞାନ ଓ ସମାଜକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବ। ତଥାପି ବର୍ତ୍ତମାନ ପାଇଁ ଏହା ଏକ ରହସ୍ୟ ଯାହା ଆମକୁ ପ୍ରତିଦିନ ଆକାଶକୁ ଚାହିଁବାକୁ ଏବଂ ନୂଆ ସତ୍ୟ ଖୋଜିବାକୁ ପ୍ରେରଣା ଦେଇଥାଏ। ମସ୍ତିଷ୍କ ନିୟନ୍ତ୍ରଣ ମାନସିକ ବିଜ୍ଞାନ କେବଳ ରୋଗ ଭଲ କରିବା ପାଇଁ ବ୍ୟବହାର ହୁଏ ନାହିଁ, ବରଂ ଏହାର ଏକ ଅନ୍ଧକାର ଦିଗ ମଧ୍ୟ ଅଛି ଯାହାକୁ ଡାର୍କ ସାଇକୋଲୋଜି ବୋଲି କୁହାଯାଏ, ଯେଉଁଥିରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କର ଅଜାଣତରେ ତା'ର ଚିନ୍ତାଧାରା ବା ନିଷ୍ପତ୍ତିକୁ ନିଜ ଇଚ୍ଛା ଅନୁସାରେ ପରିବର୍ତ୍ତନ କରିପାରେ। ଏହାର ସବୁଠାରୁ ଭୟଙ୍କର କୌଶଳ ହେଉଛି ଗ୍ୟାସ୍ ଲାଇଟିଂ, ଯେଉଁଠାରେ ଜଣେ ବ୍ୟକ୍ତି ଆପଣଙ୍କୁ ଏମିତି ଭାବେ ମିଛ କୁହେ ଯେ ଆପଣ ନିଜର ସ୍ମୃତି ଏବଂ ବାସ୍ତବତା ଉପରେ ସନ୍ଦେହ କରିବାକୁ ଲାଗନ୍ତି। ଆହୁରି ମଧ୍ୟ ଲଭ୍ ବମ୍ବିଂ ନାମକ ଏକ ପଦ୍ଧତି ଅଛି ଯେଉଁଥିରେ ପ୍ରଥମେ ଆପଣଙ୍କୁ ଅତ୍ୟଧିକ ସ୍ନେହ ଓ ପ୍ରଶଂସା ଦେଇ ନିଜ ଜାଲରେ ଫସାଯାଏ ଏବଂ ପରେ ଆପଣଙ୍କୁ ମାନସିକ ଭାବେ ଦୁର୍ବଳ କରି ନିୟନ୍ତ୍ରଣ କରାଯାଏ। କେବଳ ବ୍ୟକ୍ତିଗତ ଜୀବନରେ ନୁହେଁ, ବରଂ ବଡ଼ ବଡ଼ କମ୍ପାନୀ ଏବଂ ମାର୍କେଟିଂ ଏଜେନ୍ସି ମଧ୍ୟ ଆପଣଙ୍କ ମସ୍ତିଷ୍କ ସହ ଖେଳନ୍ତି। ଯେମିତିକି ସୁପର ମାର୍କେଟରେ ଜରୁରୀ ଜିନିଷକୁ ସବୁଠାରୁ ପଛରେ ରଖିବା, ଯାହାଦ୍ୱାରା ଆପଣ ଅନାବଶ୍ୟକ ଜିନିଷ ଦେଖି କିଣିବାକୁ ବାଧ୍ୟ ହେବେ। ଏହାକୁ ନ୍ୟୁରୋ ମାର୍କେଟିଂ ବୋଲି କୁହାଯାଏ। ସୋସିଆଲ ମିଡ଼ିଆ ଆଲଗୋରିଦମ୍ ମଧ୍ୟ ଏହି ମନସ୍ତତ୍ତ୍ୱକୁ ବ୍ୟବହାର କରି ଆପଣଙ୍କ ମୋବାଇଲ ସହ ବାନ୍ଧି ରଖନ୍ତି, ଯାହାଦ୍ୱାରା ଆପଣଙ୍କ ମସ୍ତିଷ୍କରେ ବାରମ୍ବାର ଡୋପାମାଇନ୍ ହରମୋନ୍ କ୍ଷରଣ ହୁଏ ଏବଂ ଆପଣ ଏକ ପ୍ରକାର ନିଶାରେ ପଡ଼ିଯାଆନ୍ତି। ଆଉ ଏକ ରୋଚକ ତଥ୍ୟ ହେଉଛି ଫୁଟ୍ ଇନ୍ ଦ ଡୋର୍ ଟେକ୍ନିକ୍, ଯେଉଁଥିରେ ଜଣେ ବ୍ୟକ୍ତି ଆପଣଙ୍କୁ ପ୍ରଥମେ ଏକ ଅତି ଛୋଟ ଅନୁରୋଧ କରେ ଯାହାକୁ ଆପଣ ମନା କରିପାରନ୍ତି ନାହିଁ ଏବଂ ପରେ ସେହି ସୁଯୋଗ ନେଇ ସେ ଆପଣଙ୍କ ଠାରୁ ଏକ ବଡ଼ କାମ ହାସଲ କରିନିଏ। ଏହିସବୁ କୌଶଳ କେତେଥର ପ୍ରଶଂସା ମାଧ୍ୟମରେ ତ କେତେଥର ଭୟ ମାଧ୍ୟମରେ କାମ କରିଥାଏ। ଏହି ଅନ୍ଧକାର ମନତତ୍ତ୍ୱ ବିଷୟରେ ଜାଣିବା ଏଥିପାଇଁ ଜରୁରୀ ଯେ ଯେପରି କେହି ଆପଣଙ୍କୁ ଭାବନାତ୍ମକ ଶୋଷଣ କରିନପାରୁ। ଯେତେବେଳେ ଆପଣ ବୁଝିଯିବେ ଯେ କେଉଁଠି ପ୍ରକୃତ ଭଲ ପାଇବା ଏବଂ କେଉଁଠି କେବଳ ଏକ ଷଡ଼ଯନ୍ତ୍ର, ସେତେବେଳେ ଆପଣ ନିଜ ଜୀବନରେ ନିଷ୍ପତ୍ତି ନିଜେ ସଠିକ୍ ଭାବରେ ନେଇପାରିବେ। ତେଣୁ ମସ୍ତିଷ୍କର ଏହି ଗୁପ୍ତ ଖେଳକୁ ବୁଝିବା ହିଁ ହେଉଛି ମାନସିକ ସ୍ୱାଧୀନତାର ପ୍ରଥମ ପାହାଚ।